ଖଣ୍ଡପଡ଼ା ଖବରର ପ୍ରଭାବ। ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ। ଖଳିସାହି ବାସିନ୍ଦାଙ୍କୁ ଟ୍ୟାଙ୍କର ଯୋଗେ ଯୋଗାଇ ଦିଆଗଲା ପାଣି। ଘଟଣାରୁ ପ୍ରକାଶ, ଖଣ୍ଡପଡ଼ା ବ୍ଲକ ଖଳିସାହି ପଞ୍ଚାୟତରେ ଉତ୍କଟ ପାନୀୟ ଜଳ ସମସ୍ୟା ନେଇ ଗତ ଶୁକ୍ରବାର ଖବର ପ୍ରକାଶିତ ହେବା ପରେ ତତ୍ପରତା ଦେଖାଇଛି ସ୍ଥାନୀୟ ପ୍ରଶାସନ। ଆଜି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଲୋକଙ୍କୁ ପାଣି ଯୋଗାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଫଳରେ ଜଳକଷ୍ଟ ଭୋଗୁଥିବା ପଞ୍ଚାୟତବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ସୂଚନା ମିଳିଛି। ସ୍ଥାନୀୟ ବାସିନ୍ଦାଙ୍କୁ ଆଜି ଏକ ସ୍ୱତନ୍ତ୍ର ଟ୍ୟାଙ୍କର ଯୋଗେ ଖଳିସାହି ଗ୍ରାମର ବିଭିନ୍ନ ୱାର୍ଡରେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ବ୍ଲକ ପ୍ରଶାସନ ତଥା ବିଡିଓ ଅଙ୍କୁର ଅଭିଳାଷଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଣି ଯୋଗାଇ ଦିଆଯାଇଥିବା ବେଳେ ଜଳ ସଙ୍କଟ ଦୂର ନ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ ବ୍ଲକ ସଦର ମହକୁମାଠାରୁ ମାତ୍ର 2 କିମି ଦୂର ତଥା ପୂର୍ତ୍ତ ବିଭାଗ କଣ୍ଟିଲ ମୁଖ୍ୟ ରାସ୍ତା କଡ଼ରେ ଥିବା ଏହି ପଞ୍ଚାୟତବାସୀ ପାନୀୟ ଜଳ ଅଭାବରୁ ପ୍ରତିବର୍ଷ ଡହଳ ବିକଳ ହେଉଛନ୍ତି। ପ୍ରାୟ 8,000 ଊର୍ଦ୍ଧ୍ୱ ଜନସଂଖ୍ୟା ଏବଂ 22ଟି ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତବାସୀଙ୍କ ନିମନ୍ତେ ମାତ୍ର 2ଟି ପ୍ରକଳ୍ପ କାର୍ଯ୍ୟକାରୀ ଥିବା ବେଳେ ଅଞ୍ଚଳବାସୀଙ୍କ ଆବଶ୍ୟକତା ମେଣ୍ଟାଇବାରେ ଏହା ଅସମର୍ଥ। ଏଥିସହିତ କିଛି ଅସାଧୁ ବ୍ୟକ୍ତି ମୋଟର ଲଗାଇ ପାଣି ଟାଣୁଥିବା ଯୋଗୁଁ ଏଭଳି ସମସ୍ୟା ଉପୁଜୁଥିବା ଖଳିସାହି ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।